ଦୁଃଖଦାୟକ ଘଟଣା ଲଜ୍ଜାର ବିଷୟ ଖାଦ୍ୟରେ ଅପମିଶ୍ରଣ ବରଦାସ୍ତ କରାଯିବନି। ଓଡ଼ିଶାର 15 ଦିନ ଆଣି ଚହଳ ପଡ଼ିଛି। ଗୋଟାଏ ଜାଗାରେ 7.5 କୁଇଣ୍ଟାଲ ଛେନା ମିଶ୍ରଣ ଛେନା ଅପମିଶ୍ରଣ ଛେନା ଏଇଭଳିଆ ଭୁବନେଶ୍ୱର ମାର୍କେଟ ଓଡ଼ିଶାରେ ଚାଲିଛି। ଯାହା ହଉ ସରକାର ଧରା ପଡ଼ିଲା ପରେ ଏବେ ବାରମ୍ବାର ମିଠା ଦୋକାନ ଆଟାକ୍ କରୁଛନ୍ତି। କାଲି ପାହାଳ ଆଟାକ୍ କରିଛନ୍ତି, ବାପୁଜୀ ନଗର ଆଟାକ୍ କରିଛନ୍ତି, ଶହୀଦ ନଗର ଆଟାକ୍ କରିଛନ୍ତି। ଏଗୁଡ଼ାକ ଯୋଉ ଅପମିଶ୍ରଣ ହଉଛି ଦଣ୍ଡ ଦେବା ଦରକାର। ଖାଲି ସିଜ୍ କରିଦେଇ ନଷ୍ଟ କରିଦେଲା ହବନି। କାହିଁକି ସେ ଆଜି ପର୍ଯ୍ୟନ୍ତ ଭେଜାଲ ଛେନା ବିକ୍ରି କରୁଥିଲେ, ଭେଜାଲ ଖାଦ୍ୟ ବିକ୍ରି କରୁଛନ୍ତି, ଭେଜାଲ ଖାଦ୍ୟ ହୋଟେଲ ମାନଙ୍କରେ ବିକ୍ରି ହଉଛି, ପଚା ଖାଦ୍ୟ ଗରମ କରିକି ଦଉଛନ୍ତି, ବାସି ଖାଦ୍ୟ ଦଉଛନ୍ତି। କାହିଁ ଏଭଳିଆ ହଉଛି ଅପମିଶ୍ରଣ? ଏଇ ଲୋକ ଗୁଡାକ ନଷ୍ଟ ହଉଛି ନାନା ପ୍ରକାର ରୋଗରେ। ତେଣୁ ଏ ଛେନା କାଲି ବାହାରେ ନିଆଳିର ଛେନା ବି ଧରା ହେଇଛି, ରସୁଲ ଏଠି ପାହାଳରେ ଧରା ହେଇଛି, କଟକ ଭୁବନେଶ୍ୱରରେ ଏଡେଇ ଧରା ହେଇଛି। ସରକାର ଟିକେ କଡ଼ାକଡ଼ି ହନ୍ତୁ। ସବୁଟାକୁ ଲୁଜ, ଇଆଡେ ଆଇନଟାକୁ ଲୁଜ କରିଦେଲେ, ଚାରିଆଡେ ନାରୀ ନିର୍ଯାତନା, ଇଆଡେ ଚୋରିଟାକୁ ଫ୍ରି କରିଦେଲେ, ଚାରିଆଡେ ଗଜେଇ ଗଳି କନ୍ଦିରେ, ନିଶା ଗଳି କନ୍ଦିରେ, ହୋଟେଲରେ, ବାହାରେ, ମଶାଣିରେ, ଖେଳ ପଡିଆରେ, ନଈ କୂଳରେ, ପୋଖରୀ ତୁଟରେ ବାହାର ସବୁ ଖୋଲି ଯାଇଛି। ଦାରୁଣ ଦୁଃଖ। ଆଇନ ଟିକେ କଡ଼ାକଡ଼ି ହବା ଦରକାର। ମୋହନ ମାଝୀ, ତମେ ନିଜେ ଟିକେ ଦାୟିତ୍ୱରେ ଅଛ, ହୋମ ଦାୟିତ୍ୱ ନହେଲେ ଅନ୍ୟ ଜଣଙ୍କୁ ଦେଇଦିଅ। ଆମର ଯିଏ ହଉଛନ୍ତି ରେଭିନ୍ୟୁ ମିନିଷ୍ଟର ସୁରେଶ ପୂଜାରୀ, ଜଣେ ଦକ୍ଷ ଲୋକ, ତାଙ୍କୁ ଦିଅ। ପୃଥ୍ୱୀରାଜ ହରିଚନ୍ଦନ, ଜଣେ ଦକ୍ଷ ମନ୍ତ୍ରୀ, ତାଙ୍କୁ ଦିଅ। ସମସ୍ତେ ଖାଆନ୍ତି ଛେନା, ସମସ୍ତେ ଖାଉ, କିନ୍ତୁ ଏ ଭେଜାଲ ଛେନା ଖାଇକି ଆମେ ରୋଗକ୍ରାନ୍ତ ହବା। ପୁରା ଧରା ହଉଛି। ଏ ଲୋକ ଭୟରେ ପ୍ରାୟ 7 ଦିନ ଛେନା ଯେତିକି ଭୁବନେଶ୍ୱର ସେଲ ହଉଥିଲା 1/4 କୁ ପଳେଇଲାଣି, 4 ଭାଗରୁ ଭାଗେ। ହାରାହାରି 90 କୁଇଣ୍ଟାଲ ଉପରେ ଛେନା ଆସୁଥିଲା, ଏଇନା ଆସିଲାଣି 5-6 କୁଇଣ୍ଟାଲ। ଦୁଃଖଦାୟକ ଘଟଣା, ଲଜ୍ଜାର ବିଷୟ। ଖାଦ୍ୟରେ ଅପମିଶ୍ରଣ ବରଦାସ୍ତ କରାଯିବନି। ଯଦି ସରକାର ଏହାର ବିହିତ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହେଲେ ବାଧ୍ୟ ହୋଇ କଂଗ୍ରେସ ଦଳ ଆନ୍ଦୋଳନକୁ ଓହ୍ଲାଇବ। ଯେତେ ମୁସଲମାନ ଭାଇ ଭଉଣୀ ଅଛନ୍ତି, ଇଦ୍ ମିଲାଦ, ଭାଇଚାରିଆ ସମ୍ପର୍କ ସୃଷ୍ଟିର ଦିନ। ଅହମ୍ମଦ ଆଜି ଭଳିଆ ଦିନରେ ଆଶୀର୍ବାଦ ଦେଇଥିଲେ, ହେ ପୃଥିବୀରେ ଯେତେ ମୁସଲମାନ ଭାଇ ଭଉଣୀ ଅଛ, ସମସ୍ତଙ୍କୁ ମୁଁ ଆଶୀର୍ବାଦ ଦଉଛି, ପରିଶ୍ରମ କର, ଭାଇଚାରିଆ ସୃଷ୍ଟି କର, ସ୍ନେହ ସୃଷ୍ଟି କର, ଅନୁକୁ ଭଲ ପାଅ। ରକ୍ତ ଗୋଟାଏ, ସେଥିରେ ଖ୍ରୀଷ୍ଟିଆନ, ମୁସଲମାନ, ହିନ୍ଦୁ, ବୁଦ୍ଧିଷ୍ଟ, ଜୈନ, ଶିଖ କିଛି ନାହିଁ, ରକ୍ତ ଗୋଟେ। ତେଣୁ ସମସ୍ତେ ଈଶ୍ୱରଙ୍କୁ ଡାକ, ଆଲ୍ଲାହଙ୍କୁ ଡାକ, ଯୀଶୁଙ୍କୁ ଡାକ, ଜଗନ୍ନାଥଙ୍କୁ ଡାକ, ଶିବଙ୍କୁ ଡାକ, ଲକ୍ଷ୍ମୀ, ପାର୍ବତୀ, ଗଣେଶ, କାର୍ତ୍ତିକଙ୍କୁ ଡାକ। ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହଉ, ପୃଥିବୀର ଡେଭଲପ ହଉ, ଭାଇଚାରିଆ ସୃଷ୍ଟି ହଉ, ସ୍ନେହ ସୃଷ୍ଟି ହଉ। ଆଜି ହଉଛି ଇଦ୍ ମିଲନର ମୂଳ ଉଦ୍ଦେଶ୍ୟ। ମୁସଲମାନ ଭାଇ ମାନଙ୍କୁ ମୁଁ ଏଇନା ଜଟଣୀରୁ ଆସି ଜଟଣୀ ଅଞ୍ଚଳର ନିର୍ବାଚନ ମଣ୍ଡଳୀର, ଭୁବନେଶ୍ୱରର ଏବଂ ଓଡ଼ିଶା ଭାରତ ବର୍ଷର ମୁସଲମାନ ଭାଇମାନଙ୍କୁ ମୋର ଅନୁରୋଧ, ଭାଇଚାରିଆ ସୃଷ୍ଟି କର, ସ୍ନେହ ସୃଷ୍ଟି କର। ଏ ଇରାନ ଆମେରିକା ଯୁଦ୍ଧ ବନ୍ଦ କର, ୟୁକ୍ରେନ ରଷିଆ ଯୁଦ୍ଧ ବନ୍ଦ କର, ଶାନ୍ତି ପ୍ରତିଷ୍ଠା କର। ଆଜି ଭଳିଆ ଦିନରେ ଇଦ୍ ମିଲନରେ ଭଲ ହବ।